ସାଧାରଣ କଥା ହେଇଗଲା ଯିଏ ଯୋଉଠି ପାରିଲା ଗୋଟେ ଧର୍ମଘଟ କରି ପକେଇଲା ଧର୍ମଘଟଟା କରିବାକୁ ଗଲେ ଆମର କେତେବେଳେ ନିୟମ ରହିଛି ଆମେ ସରକାରଙ୍କ ଧର୍ମଘଟ କାହିଁକି କରନ୍ତି ଆମର ବିଶେଷ କରି ଆମର ଦାବି ଗୋଟେ ପୂରଣ ହେଇପାରେନି କିମ୍ବା ଆମର ଉଦ୍ଦେଶ୍ୟ ଗୋଟେ ସଫଳ ହେଇପାରେନି ଆମର ଧର୍ମଘଟ କରିଥାନ୍ତି କିନ୍ତୁ ତା ପୂର୍ବରୁ ଆମେ ପ୍ରଶାସନକୁ ବାରମ୍ବାର ଆମର ଯୋଉ ଦାବିଟାକୁ ଜଣାଇବା ଦରକାର ପୁଲିସ ପ୍ରଶାସନକୁ ଜଣାଇବା ଦରକାର ନା କୋଉଠି ଅନୁମତି ଆଣିବା ଦରକାର କିନ୍ତୁ ଏବେ ବର୍ତ୍ତମାନ ସେମିତି ହଉନି ଗୋଟେ ସଂଗଠନ ଗୋଟେ ଅପୋଜିସନ ପାର୍ଟି ଏଇଟା କେତେ ପଇସା ଦଉଛୁ ତମେ ସେଟା ଗୋଟେ ଧର୍ମଘଟ କର ଗୋଟେ ରାସ୍ତା ବନ୍ଦ କର ଏଗୁଡ଼ା ହେଇଯାଏ ନିଜେ ତେଣୁ ତାଙ୍କ ଭିତରେ କିଛି ଯୋଉ ଲିଡର ବା ମୁଣ୍ଡିଆ ନିଜ ପ୍ରତିଭା ଦେଖାଇବା ପାଇଁ ସେମାନେ ମଧ୍ୟ ଆଗେ ଧରି ରହିକରି ପ୍ରଭାବ କରିବା ପାଇଁ ଖବରକାଗଜରେ ବାହାରିବ ସୋସିଆଲ ମିଡ଼ିଆରେ ବାହାରିବ ସେମାନେ ବି ସେଥିରେ ସହଯୋଗ କରନ୍ତି ଗୋଟେ କିନ୍ତୁ ଏଥିରେ ସେମାନେ ଜାଣିପାରୁନି କେତେ ଲୋକଙ୍କର କ୍ଷତି ଘଟୁଛି ସଂସ୍ଥା କଥା କହୁଥିଲେ ଆମେ ଅହିଂସା ଉପାୟ ମଧ୍ୟ କରିପାରିବା ଧର୍ମଘଟଟା ଆମେ ଅହିଂସା ଉପାୟ କରିପାରିବା ଶାନ୍ତିପୂର୍ଣ୍ଣ ହିସାବରେ କରିପାରିବା କିନ୍ତୁ ତା ମାନେ ଆମେ ହିଂସାତ୍ମକ ଭାବେ କରିବା କିଏ ଗୋଟେ ମେଡିକାଲ ପେସେଣ୍ଟ ତାକୁ ଛାଡ଼ିବାନି କାହିଁକି ଆମେ ବନ୍ଦ କରୁଛୁ କାହିଁକି ଆସିଛ କିମ୍ବା କିଏ ଗୋଟେ କୌଣସି ଅତି ଜରୁରୀ କାମରେ ଯାଇଛି ଆଚ୍ଛା ଲୋକମାନେ ଜାଣିଛନ୍ତି ଧର୍ମଘଟ କିମ୍ବା ଯିବ ବନ୍ଦାଗର ଦିଆଯିବ ଲୋକମାନେ ଯିବେନି ଯେଉଁମାନେ ଯାଉଛନ୍ତି ନିହାତି କିଛି ନା କିଛି ଆବଶ୍ୟକତା ଅଛି ବୋଲି ଯାଉଛନ୍ତି ଆମେ ଏ ସବୁ କଥା ନ ବୁଝିବା ତାଙ୍କୁ ହଇରାଣ କରିବା କାହାର କ୍ଷତି ହେଉଛି ଏଇ ଆପଣ ବୋଧେ ମନେ ଥିବ 3-4 ମାସ ତଳେ ଓଡ଼ିଶା ବନ୍ଦାଗର ଦିଆଯାଇଥିଲା ଆମ ଅଞ୍ଚଳର କିଛି କଂଗ୍ରେସ ଭାଇମାନେ ବ୍ଲକରେ ବସିକି ସବୁ ଭାଙ୍ଗିଦେଲେ ସବୁ ଫୁଲ କୁଣ୍ଡ କାଚ ଝରକା ସରକାର ଗଲା ସରକାର ଫୁଲ ତିଆରି କରିବେ ସେ କାହା ପଇସା ଆମର ପଇସା ଟିକସ ପଇସାରେ ନା ସରକାର ଗଲା ଗଭର୍ଣ୍ଣମେଣ୍ଟ ରୋଷେଇ କରିବେ ତେଣୁ ସବୁବେଳେ ଆମେ ଜାଣିବା ଦରକାର ଆମେ ଅହିଂସା ଉପାୟରେ ଗୋଟେ କାମ କରିବା ଆମର ଯଦି ଗୋଟେ କିଛି ନାହିଁ ଆମେ ସବୁବେଳେ ହିଂସାତ୍ମକ ଭାବେ ଆମେ ସବୁବେଳେ ଗୋଟେ ମାନେ କ୍ରୋଧ ହିସାବରେ ଆମେ ସବୁବେଳେ ରହିବା ଯେ ନାଇଁ ଏଇଟାକୁ ଆମେ କରିବା ଧର୍ମଘଟ ନ କଲେ ତ କିଛି ହେଇପାରିବନି କାରଣ ସରକାର ସେସବୁ ଶୁଣିବନି ଆପଣ ଗୋଟେ ବାରମ୍ବାର ଧର୍ମଘଟ କରନ୍ତୁ କିମ୍ବା ଗୋଟେ ଦାବି ଉପସ୍ଥାପନ କରନ୍ତୁ ସରକାର ଟିକେ ପ୍ରଭାବିତ ହେବେ ଆପଣ ଚୁପଚାପ ବସିଲେ ଶୁଣିବେନି ସେଇଟା ଠିକ କଥା କିନ୍ତୁ ଆମେ ହିଂସାତ୍ମକ ଅହିଂସାତ୍ମକ ଭାବରେ କରିବା ଦରକାର ଶାନ୍ତିପୂର୍ଣ୍ଣ ଭାବେ କରିବା ଦରକାର ଲୋକମାନଙ୍କୁ ହଇରାଣ କରିବା ଦରକାର ମାନେ ଏଇ ହିସାବରେ କରିବା ଦରକାର ଯାହା ମୁଁ ବହୁତ ଧନ୍ୟବାଦ ଦେବି ନମ ସ୍ୱୟଂକୁ ସନାତନ ସାର୍କୁ ଆମ ସଭାପତି ମହୋଦୟଙ୍କୁ ଆଉ ଏଠାରେ ଉପସ୍ଥିତ ଥିବା ପାଠାଗାର ସମସ୍ତ ସଭ୍ୟ କାର୍ଯ୍ୟକାରୀ ସଭ୍ୟମାନଙ୍କୁ ଆଜିର ଏହି ବିଷୟବସ୍ତୁ ଉପରେ ସମସ୍ତେ ଉପସ୍ଥିତ ରହିକରି ସହଯୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ।